ପିଲାମାନେ କେମିତି ଅଛ? ଭଲ ଅଛ? ଆଚ୍ଛା, ମତେ କହିଲ ମୁଁ ଗତ କ୍ଲାସରେ କଣ ପଢେଇଥିଲି? ଆଚ୍ଛା, ଠେକୁଆ ଛୁଆ ମାଙ୍କଡ ମାନେ ଆମ୍ବ ବୁଜି କରୁଥିଲେ ନାଇଁ? ହୁଁ। ଆଚ୍ଛା, ପୂଜା ଭୁଜି ବାହାଘର ଭୁଜି ତୁମେ ସବୁ ଖାଇଲ ନାଇଁ? ହୁଁ। ଆଚ୍ଛା, ଚିତ୍ରରେ କୁନି ଛୁଆଟି ଖାଉଥିଲା। ଆଚ୍ଛା, ଠିକ ଅଛି। ଆଜି ଆମେ ତୁମର ଯୋଉ ପ୍ରସଙ୍ଗ ଅଛି ଆମ୍ବ ଭୋଜି ତାକୁ ଆଜି ପଢିବା। ପଢିବା ତ? ପଢିବା ନାଇଁ? ହଉ ମତେ କହିଲ ତୁମମାନଙ୍କ ଡାହାଣ ହାତର ଆଙ୍ଗୁଳି କେତୋଟି ଅଛି? ଗଣି କରି ଜଲ୍ଦି କୁହ। ମୁଁ ବି ଗଣୁଛି ତୁମ ସହିତ। 1 2 3 4 5। ତୁମର ବି 5ଟି ଅଛି। ବାଃ, ଭେରି ଗୁଡ୍। ହଉ ମତେ କହିଲ, କାଲି ଆମେ ମାଙ୍କଡ ଆଉ ଯୋଉ ଠେକୁଆ ଗପଟି ପଢିଥିଲୁ ସେଥିରେ ଆମେ 5ଟି ମାଙ୍କଡ କଥା ଦେଖିଥିଲୁ, ତା ସହିତ ଠେକୁଆ ମିଶିଲା, ତ କେତେ ଜଣ ହେଇଗଲେ? ଆଚ୍ଛା, 6 ଜଣ ହେଇଗଲେ ନାଇଁ? ଆଜି ଆମେ ସଂଖ୍ୟା 7 ଆଉ 8କୁ ଗଣିବା ଶିଖିବା। ଶିଖିବ ତ? ହାତର ଆଙ୍ଗୁଳି ମାଧ୍ୟମରେ ଶିଖିବା ତ? ଆସ ଆମେ ଖେଳିବା ଏବଂ ଆଙ୍ଗୁଠିକୁ ନେଇ ଗଣିବା ଶିଖିବା। ପିଲାମାନେ କହିଲ ଦେଖି, ଡୁଗୁର ବାମ ଆଉ ଡାହାଣ ହାତରେ କେତୋଟି ଆଙ୍ଗୁଳି ଦେଖୁଛ? କହିଲ। ତୁମ ହାତରେ ବି ଆଙ୍ଗୁଳି ଅଛି ନାଇଁ? ଆଚ୍ଛା, ତୁମେ ଗଣି କରି କୁହ। ଡୁଗୁ ଯେମିତି ଆଙ୍ଗୁଳି ଦେଖେଇଛି, ତୁମେମାନେ ସେମିତି ଆଙ୍ଗୁଳି ଦେଖି ଡୁଗୁର ବାମ ଏବଂ ଡାହାଣ ହାତରେ କେତୋଟି ଆଙ୍ଗୁଳି ଦେଖୁଛ? କହିଲ ପିଲେ। 1 ନାଇଁ? ଭେରି ଗୁଡ୍। 2 3 4 5 6। ଭେରି ଗୁଡ୍। 6ଟି ଆଙ୍ଗୁଳି ଦେଖୁଛ ନାଇଁ? ସୁନା ଛୁଆ, ସବୁ ଗଣିବା ଶିଖିଗଲ ନାଇଁ? ଏବେ ଦେଖିଲ, ଏହି ଚିତ୍ରରେ ତୁମେ କଣ ଦେଖୁଛ? ଦେଖ, ବର୍ଷା ଦେଖେଇଥିବା ହାତରେ କେତୋଟି ଆଙ୍ଗୁଳି ଅଛି? ଆସ ଗଣିବା। ଗଣିବା ତ? ଠିକ ଅଛି, ତୁମେମାନେ ବି ଗଣ। ଭେରି ଗୁଡ୍। 1 2 3 4 5। ଆଚ୍ଛା, ଡାହାଣ ହାତରେ ବର୍ଷା 5ଟି ଆଙ୍ଗୁଳି ଦେଖେଇଛି ନାଇଁ? ତୁମମାନଙ୍କ ହାତରେ ବି ଡାହାଣ ହାତରେ 5ଟି ଆଙ୍ଗୁଳି ଅଛି? ଗଣିଲ ତ? ଭେରି ଗୁଡ୍। ସୁନା ଛୁଆ ସବୁ। ଏବେ ଦେଖିଲ, ବର୍ଷାର ବାମ ହାତରେ କେତୋଟି ଆଙ୍ଗୁଳି ଅଛି? ଗଣି ସାରିଲେନି ନାଇଁ? ସୁନା ଛୁଆ, ବାମ ହାତରେ 2ଟି ଆଙ୍ଗୁଳି ଦେଖେଇଛି। କିଏ ଦେଖେଇଛି କି? ବର୍ଷା। ଆଚ୍ଛା, ତୁମର ବି ଅଛି ନାଇଁ? ସୁନା ଛୁଆ। ଏବେ ଦେଖିବା, ଏଇ ଚିତ୍ରରେ ତୁମେ କଣ ଦେଖୁଛ? ଏବେ ମୋଟ ବର୍ଷାର ବାମ ଆଉ ଡାହାଣ ହାତର ଦେଖେଇଥିବା ଆଙ୍ଗୁଳି ମିଶି କେତୋଟି? କିଏ କହିବ? ଆଚ୍ଛା, ସମସ୍ତେ କହିପାରିବ ନାଇଁ? ହଉ, ଏବେ ଦେଖିଲ, କେତୋଟି ଆଙ୍ଗୁଳି ଅଛି ବର୍ଷାର ବାମ ଆଉ ଡାହାଣ ହାତରେ ଦେଖେଇଥିବା ଆଙ୍ଗୁଳି ମିଶି? କେତୋଟି? 1। ଆଚ୍ଛା, ଭେରି ଗୁଡ୍। 2 3 4 5 6 7। ଭେରି ଗୁଡ୍। ତାହେଲେ ମୋଟ ଡାହାଣ ହାତରେ ବର୍ଷା 5ଟି ଆଙ୍ଗୁଳି ଦେଖେଇଛି, ବାମ ହାତରେ 2ଟି ଆଙ୍ଗୁଳି ଦେଖେଇଛି, ତ ମୋଟ ମିଶି 7ଟି ଆଙ୍ଗୁଳି। ଭେରି ଗୁଡ୍। ସୁନା ଛୁଆ ସବୁ, ଗଣିବା ଶିଖିଗଲ ନାଇଁ? ନିଜ ହାତର ଆଙ୍ଗୁଳି ବି ଗଣି ଦଉଛ। ସୁନା ଛୁଆ। ଏବେ ଦେଖିବା, ଏଇ ଚିତ୍ରରେ ତୁମେ କଣ ଦେଖୁଛ? ଆଚ୍ଛା, ଏବେ କହିଲ, ଡୁଗୁର ଡାହାଣ ହାତରେ କେତୋଟି ଆଙ୍ଗୁଳି ଅଛି? କିଏ କହିପାରିବ? ଆଚ୍ଛା ଆଚ୍ଛା, ମିକୁ କହିଲ କେତୋଟି ଆଙ୍ଗୁଳି ଅଛି? ଗଣି କରି କୁହ ମତେ। ଭେରି ଗୁଡ୍। 5ଟି ଆଙ୍ଗୁଳି ଅଛି ନାଇଁ? ଆଉ ମତେ ଏବେ କହିଲ, ଡୁଗୁର ବାମ ହାତରେ କେତୋଟି ଆଙ୍ଗୁଳି ଅଛି?
ଆଚ୍ଛା ମିକି କହିବ ନାଇଁ? ହଉ ମିକି କହିଲ କେତୋଟି ଆଙ୍ଗୁଳି ଅଛି? ଭେରି ଗୁଡ୍, 3ଟି ଆଙ୍ଗୁଳି ଅଛି ନାଇଁ? ଡୁଗୁର ଡାହାଣ ହାତରେ 5ଟି ଆଙ୍ଗୁଳି ସେ ଦେଖେଇଛି, ବାମ ହାତରେ 3ଟି ଆଙ୍ଗୁଳି ଦେଖେଇଛି। ଏବେ ମତେ କୁହ ଡୁଗୁର ଡାହାଣ ହାତ ଆଉ ବାମ ହାତରେ ଦେଖେଇଥିବା ମୋଟ ଆଙ୍ଗୁଳି ମିଶି କେତେ? ଭଲ ସେ ଗଣି କରି କୁହ। ନିଜ ହାତରେ ବି ମଧ୍ୟ ଗଣି କରି କହିପାରିବ। ଭେରି ଗୁଡ୍। 1 2 3 4 5 6 7 8। ତ ଏବେ ଡୁଗୁର ଡାହାଣ ହାତ ଆଉ ବାମ ହାତରେ 8ଟି ଆଙ୍ଗୁଳି ଅଛି ନାଇଁ? ସୁନା ଛୁଆ ସମସ୍ତେ ଗଣିବା ଶିଖିଗଲ ନାଇଁ? ତୁମ ନିଜ ହାତରେ ଆଙ୍ଗୁଳି ଗଣିକି ଦେଖ ଆଉ ଥରେ। ବାଃ, କେତେ ଜଲ୍ଦି ସବୁ ଗଣି ଦଉଛ, ସୁନା ଛୁଆ ମୋର। ଏବେ ଦେଖିଲ ଏଇ ଚିତ୍ରରେ ତୁମେ କଣ ଦେଖୁଛ? ଦେଖ, ପ୍ରଥମ ଚିତ୍ରଟି ମୁନାର, ଦ୍ୱିତୀୟ ଚିତ୍ରଟି ଚିନୁର। ଏବେ ମତେ କୁହ ମୁନା ଏବଂ ଚିନୁ ଦେଖେଇଥିବା ହାତ ଆଙ୍ଗୁଳି ମିଶି କେତେ ଗଣି କରି କହିଲ? ଗଣୁଛ ତ? ଠିକ ଅଛି, ଭେରି ଗୁଡ୍। 8ଟି ଆଙ୍ଗୁଳି ନାଇଁ? ମୁନା ଡାହାଣ ହାତରେ 5ଟି ଆଙ୍ଗୁଳି ଦେଖେଇଛି ଏବଂ ଚିନୁ ହାତରେ ଡାହାଣ ହାତରେ 3ଟି ଆଙ୍ଗୁଳି ଦେଖେଇଛି ନାଇଁ? ତ ମୋଟ ମିଶି 2 ଜଣଙ୍କ ଆଙ୍ଗୁଳି ମିଶି କେତୋଟି ହେଲା? 8ଟି ଆଙ୍ଗୁଳି। ସୁନା ଛୁଆ। ଆଚ୍ଛା, ଭେରି ଗୁଡ୍। ତୁମେ ଆଗରୁ ବି ଗଣିବା ଶିଖିଛ ନାଇଁ? ଏବେ ଦେଖିଲ ଏଇ ଚିତ୍ରଟିକୁ ଭଲ ଭାବରେ ଦେଖ। ଏବେ ପିଲେ ଦେଖ, ମିକୁ 7ଟି ଆଙ୍ଗୁଳି ତା ହାତରେ ଦେଖେଇଛି। କେତୋଟି ଆଙ୍ଗୁଳି ଦେଖେଇଛି? 7ଟି। ତୁମେ ବି ତୁମ ନିଜ ହାତରେ 7ଟି ଆଙ୍ଗୁଳି କରି ଦେଖେଇଲ। ଦେଖେଇବ ତ? ଏବେ ତୁମେ ମାନେ 7ଟି ଆଙ୍ଗୁଳି ନିଜ ହାତରେ ମତେ ଦେଖେଇବ ତ? ଭେରି ଗୁଡ୍, ସୁନା ଛୁଆ। ଆଚ୍ଛା, ଏଠି ବର୍ଷା ଦେଖେଇଛି ନାଇଁ? ବର୍ଷା ତା ହାତରେ 7ଟି ଆଙ୍ଗୁଳି ଦେଖେଇଛି। ତୁମେ ବି ତୁମ ହାତରେ 7ଟି ଆଙ୍ଗୁଳି ଦେଖାଅ। ସୁନା ଛୁଆ, ବାଃ, ଭେରି ଗୁଡ୍। 1 2 3 4 5 6 7। ଭେରି ଗୁଡ୍, ସୁନା ଛୁଆ। ସବୁ ଆମେ ଗଣିବା ଶିଖିଗଲୁ ନାଇଁ? ଏବେ ଦେଖିବ ମୋ ସହିତ ତୁମେ ଏବେ ଗଣିବା ଶିଖିଗଲ। ଆସ ଗୋଟେ ଖେଳ ଖେଳିବା। ଖେଳିବା ତ? ଆଚ୍ଛା, ଠିକ ଅଛି। ତୁମେ ମାନେ ବି ଚିତ୍ର ଦେଖିବ, ଉତ୍ତର ଦବ ତ? ଠିକ ଅଛି। ହାତ ଆଙ୍ଗୁଳି ସହ ତାରାକୁ ଯୋଡ଼ିବା। ଯୋଡ଼ିବା ତ? ସମସ୍ତେ ଯୋଡ଼ି ପାରିବ? ଭେରି ଗୁଡ୍, ଯୋଡ଼ି ପାରିବ ନାଇଁ? ଏବେ ଦେଖ, ଆଚ୍ଛା ମିକୁର ଚିତ୍ର ନାଇଁ? ଦେଖିଲ ମିକୁ କେତୋଟି ଆଙ୍ଗୁଳି ଦେଖେଇଛି? ଜଲ୍ଦି ଜଲ୍ଦି ଗଣି କରି ମତେ କୁହ। ଆଚ୍ଛା, ଭେରି ଗୁଡ୍। 7ଟି ଆଙ୍ଗୁଳି ଦେଖେଇଛି ନାଇଁ? ସୁନା ଛୁଆ। ଏବେ ଦେଖିବା ମିକୁ ଦେଖେଇଥିବା ଆଙ୍ଗୁଳିକୁ ତାରା ସହ ଯୋଡ଼ିବା ହେଲା। କେତେଟା ଆଙ୍ଗୁଳି ଦେଖେଇଛି ଗଣି କରି ମତେ କୁହ। ଆଚ୍ଛା, ଭେରି ଗୁଡ୍। 8ଟି ଆଙ୍ଗୁଳି ମିକୁ ଦେଖେଇଛି ନାଇଁ? ତୁମେ ମାନେ ଗଣିବା ଶିଖିଗଲ। ତାର ସହିତ ତୁମେ ମିକୁ ଦେଖେଇଥିବା ଆଙ୍ଗୁଳିକୁ ମଧ୍ୟ ଯୋଡ଼ି ଦେଉଛ ନାଇଁ? ଠିକ ଅଛି। ଆସ ଏବେ ଫୁଲକୁ ଗଣିବା। ଗଣିବ ତ ମୋ ସହିତ? 1 2 3 4 5 6 7। ଏବେ କୁହ ପିଲେ, କେତୋଟି ଫୁଲ ଅଛି ଗଣି କରି କହିଲ ପିଲେ? ଆଚ୍ଛା, ଭେରି ଗୁଡ୍। 7ଟି ଫୁଲ ଅଛି ନାଇଁ? ତୁମକୁ ଫୁଲ ଦେଖିବା ପାଇଁ ଭଲ ଲାଗେ? ଆଚ୍ଛା, ଆମ ବିଦ୍ୟାଳୟ ବଗିଚାରେ ଅଛି ନାଇଁ? ଠିକ ଅଛି। ଆମ ବିଦ୍ୟାଳୟ ବଗିଚାରେ ପରବର୍ତ୍ତୀ କ୍ଲାସରେ ଆମେ ବିଦ୍ୟାଳୟ ବଗିଚାରେ ଫୁଲ ଗଣିବା। ଗଣିବା ତ? ଠିକ ଅଛି।
ଏବେ ଦେଖ ଆସ ଚକ ଗଣିବା। ତୁମେ ମାନେ ସାଇକେଲ ଚକ ଦେଖିଛ? ଆଚ୍ଛା, ସାଇକେଲର ଚକ ଅଛି, ଗାଡ଼ିର ବି ଚକ ଅଛି ନାଇଁ? ମୋଟର ସାଇକେଲର। ଠିକ ଅଛି, ଏବେ ସେଇ ଚକକୁ ଗଣିବା। ମୋ ସହିତ ତୁମେ ମାନେ ଗଣିବ ତ? ଠିକ ଅଛି। 1 2 3 4 5 6 7 8। ତ ମୋଟ ଚକ ସଂଖ୍ୟା କେତେଟି ହେଲା? 8ଟି। ଭେରି ଗୁଡ୍। ସୁନା ଛୁଆ ମାନେ, ତୁମେ ମାନେ ମୋ ସହିତ ଗଣିବା ଶିଖିଗଲ ନାଇଁ? ତାହେଲେ ଆଜି ଆମେ କୋଉ ସଂଖ୍ୟା ବିଷୟରେ ଧାରଣା ପାଇଲୁ? 7 ଏବଂ 8। ଦେଖିଲ ତ, ମିକୁ, ବର୍ଷା, ଡୁଗୁ ସମସ୍ତେ ହାତର ଆଙ୍ଗୁଳି ମାଧ୍ୟମରେ ଗଣିବା ଶିଖେଇ ଦେଲେ ତୁମମାନଙ୍କୁ ନାଇଁ? ତୁମ ହାତର ଆଙ୍ଗୁଳି ଅଛି, ତୁମେ ମାନେ ବି ଗଣିବା ଶିଖିପାରିବ। ପାରିବ ନା? ଠିକ ଅଛି। ଆଚ୍ଛା, ଫୁଲ ବି ଗଣିଲୁ ନାଇଁ? ସୁନା ଛୁଆ ମାନେ, ତୁମମାନଙ୍କୁ ପଢେଇଲି, ତୁମେ ମାନେ ଭଲ କରି ବୁଝିପାରିଲ ନା? ଏବେ ଗଣିବା ଶିଖିଗଲ? ଆଚ୍ଛା, ଆହୁରି ଗଣିବ? ଠିକ ଅଛି। ତୁମମାନେ ନିଜ ଘରରେ ଥିବା ଜିନିଷ ପତ୍ରକୁ ଗଣି ମତେ କରି କହିବ ହେଲା? ଆଉ ହାତର ଆଙ୍ଗୁଳିକୁ ମଧ୍ୟ ଗଣିବ। ଗଣିବ ତ? ଠିକ ଅଛି। ଧନ୍ୟବାଦ। ପରବର୍ତ୍ତୀ କ୍ଲାସରେ ଆମେ ସଂଖ୍ୟା 9କୁ ପଢିବା ଓ ଗଣି। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।